ଏହି ଭିଡ଼ିଓରେ ଆମେ ସର୍ବସମତା ବିଷୟରେ ଜାଣିବା। ଦେଖ ଏଠାରେ ଆମ ପାଖରେ ଦୁଇଟି ଚିତ୍ର ଅଛି, ଦୁଇଟି ଘରର ଚିତ୍ର ଅଛି। ପ୍ରଥମ ଘରରେ ଦେଖ ଉପରେ ଦେଖ ଗୋଟେ ତ୍ରିଭୁଜ ଆକାରର ଅଛି, ଏଠାରେ ବି ତ୍ରିଭୁଜ ଆକାରର ଅଛି ଏବଂ ଦେଖ ସେ ତ୍ରିଭୁଜ ଦ୍ୱୟର ତିନୋଟି ଯାକ ବାହୁର ଦୈର୍ଘ୍ୟ ବି ସମାନ ଦେଖାଯାଉଛି। ବୁଝିପାରୁଛ? ସେପରି ଏପଟ ଘରେ ଦୁଇଟି ଝରକା ଅଛି, ଡାହାଣ ପଟ ଘରେ ବି ଦୁଇଟି ଝରକା ଅଛି। ଏଠି ଗୋଟିଏ ବୃତ୍ତ ଅଛି, ଏଠି ବି ଗୋଟିଏ ବୃତ୍ତ ଅଛି। ତେଣୁ ମୁଁ କହିପାରିବି ଦୁଇଟି ଯାକ ଚିତ୍ର ଆମକୁ ସମାନ ଦେଖାଯାଉଛି। ତେଣୁ ଆମେ କହିପାରିବା ପ୍ରଥମ ଚିତ୍ର ଏବଂ ଦ୍ୱିତୀୟ ଚିତ୍ର ସର୍ବସମ ଅଛନ୍ତି। ବୁଝିପାରିଲ? ସର୍ବସମ କାହାକୁ କୁହାଯାଏ? ଦୁଇଟି ଚିତ୍ର ସର୍ବସମ କେତେବେଳେ? ଯେତେବେଳେ ସେମାନଙ୍କର ଆକୃତି ଏବଂ ଆକାର ସମାନ। ଏବେ ଏଠାରେ ଆମ ପାଖରେ ଦୁଇଟି ତ୍ରିଭୁଜ ଅଛି। ଏବେ ଏଇ ଦୁଇଟି ତ୍ରିଭୁଜ ସର୍ବସମ ହେବ କି? କିପରି ଜାଣିବା? ଯଦି ତ୍ରିଭୁଜ ଦ୍ୱୟର ବାହୁମାନଙ୍କର ଦୈର୍ଘ୍ୟ ସମାନ ଥିବ ଏବଂ କୋଣଗୁଡ଼ିକର ପରିମାଣ ବି ସମାନ ଥିବ, ତେବେ ସେ ଦୁଇଟି ତ୍ରିଭୁଜ ସର୍ବସମ ହେବେ। ଅର୍ଥାତ୍ ସେମାନଙ୍କର ଆକାର ଏବଂ ଆକୃତି ସମାନ ଥିବ। ଦେଖିବା ସମାନ ଅଛି ନା ନାହିଁ। ତେଣୁ ଏବିସି ତ୍ରିଭୁଜ ଏବଂ DEF ତ୍ରିଭୁଜ ମଧ୍ୟରେ ଏବିର ଦୈର୍ଘ୍ୟ ଦେଖ 7 ସେଣ୍ଟିମିଟର ଅଛି, DEର ଦୈର୍ଘ୍ୟ 7 ସେଣ୍ଟିମିଟର ଅଛି। ତେଣୁ ଏବିର ଦୈର୍ଘ୍ୟ ସମାନ ଅଛି DEର ଦୈର୍ଘ୍ୟ ସହ। BCର ଦୈର୍ଘ୍ୟ 9 ସେଣ୍ଟିମିଟର ଅଛି, DFର ଦୈର୍ଘ୍ୟ 9 ସେଣ୍ଟିମିଟର ଅଛି। ତେଣୁ BCର ଦୈର୍ଘ୍ୟ ସମାନ ଅଛି DF ସହ। ACର ଦୈର୍ଘ୍ୟ 8 ସେଣ୍ଟିମିଟର ଏବଂ EFର ଦୈର୍ଘ୍ୟ ବି 8 ସେଣ୍ଟିମିଟର। ତେଣୁ ACର ଦୈର୍ଘ୍ୟ ସମାନ ହେବ EFର ଦୈର୍ଘ୍ୟ ସହ। ଏବଂ କୋଣଗୁଡ଼ିକର ପରିମାଣ ବି ଦେଖ ସମାନ ଅଛି ନା ନାହିଁ। ଏ କୋଣର ପରିମାଣ 60 ଡିଗ୍ରୀ, ଇ କୋଣର ପରିମାଣ 60 ଡିଗ୍ରୀ। ତେଣୁ ଏ କୋଣ ଦୁଇଟିର ପରିମାଣ ସମାନ, ଡି କୋଣର ପରିମାଣ 75 ଡିଗ୍ରୀ। ତେଣୁ ବି କୋଣର ପରିମାଣ ଡି କୋଣର ପରିମାଣ ସହ ସମାନ। ସେପରି ସି କୋଣର ପରିମାଣ 45 ଡିଗ୍ରୀ, ଏଫ୍ କୋଣର ପରିମାଣ 45 ଡିଗ୍ରୀ। ତେଣୁ ସି କୋଣର ପରିମାଣ ଏଫ୍ କୋଣର ପରିମାଣ ସହ ସମାନ ଲେଖିଲି। ତେଣୁ ଏ ଦୁଇଟି ତ୍ରିଭୁଜର ବାହୁମାନଙ୍କର ଦୈର୍ଘ୍ୟ ବି ସମାନ ଅଛି, କୋଣଗୁଡ଼ିକର ପରିମାଣ ବି ସମାନ ଅଛି। ତେଣୁ ଆମେ କହିପାରିବା ଏ ଦୁଇଟି ତ୍ରିଭୁଜ ସର୍ବସମ। ତେଣୁ ଏବେ ଲେଖିବି କିପରି? ଲେଖିଲି ତ୍ରିଭୁଜ ABC ସର୍ବସମ ହେବ ତ୍ରିଭୁଜ DEF ସହ। କିନ୍ତୁ ଏହା ହେବ କି? ଏହା ଭୁଲ ହେବ। କିପରି ଭୁଲ ହେବ ଦେଖ? କାରଣ ଦେଖ ABC ସର୍ବସମ ଯଦି ଆମେ ଲେଖିଲେ DEF ସହ, ABCରେ ପ୍ରଥମେ ଆସୁଛି A, DEFରେ ପ୍ରଥମେ ଆସୁଛି D। ତେଣୁ ଏ କୋଣ ଏବଂ D କୋଣର ପରିମାଣ ସମାନ ହେବା ଦରକାର। କିନ୍ତୁ ଏ କୋଣର ପରିମାଣ ଇ କୋଣର ପରିମାଣ ସହ ସମାନ, D କୋଣର ପରିମାଣ ସହ ସମାନ ନୁହେଁ। ତେଣୁ ଏହା ଭୁଲ ହେବ। ସେପରି B କୋଣର ପରିମାଣ D କୋଣର ପରିମାଣ ସହ ସମାନ। ଏଠାରେ ଦ୍ୱିତୀୟରେ ଲେଖିଛେ B, ଏଠାରେ ଦ୍ୱିତୀୟରେ ଲେଖିଛେ E, D ଲେଖିନେ। ତେଣୁ ଏହା ଭୁଲ। ତେଣୁ ଠିକ୍ କିପରି ଲେଖିବା? ଦେଖ ପ୍ରଥମେ ମୁଁ ଲେଖୁଛି ବାମ ପାର୍ଶ୍ୱରେ ଏ କୋଣର ପରିମାଣ ଇ କୋଣର ପରିମାଣ ସହ ସମାନ। ତେଣୁ ମୁଁ ଲେଖୁଛି ପ୍ରଥମେ ଏ, ବାମ ପାର୍ଶ୍ୱରେ ଏ ସର୍ବସମ, ଡାହାଣ ପାର୍ଶ୍ୱରେ ପ୍ରଥମେ ଲେଖିଲି E। ଏବେ B କୋଣର ପରିମାଣ D କୋଣର ପରିମାଣ ସହ ସମାନ। ତେଣୁ ଏ ପରେ ଲେଖିବି B, ଏପଟରେ ଲେଖିବି D। C କୋଣର ପରିମାଣ F କୋଣର ପରିମାଣ ସହ ସମାନ। ତେଣୁ B ପରେ ଲେଖିବି C, ଏଠାରେ ଲେଖିବି F। ତେଣୁ ତ୍ରିଭୁଜ ABC ସର୍ବସମ ହେବ ତ୍ରିଭୁଜ EDF ସହ। ବୁଝିପାରିଲ? ଏବେ ତ୍ରିଭୁଜ ଦୁଇଟି ସର୍ବସମ ହେବା ପାଇଁ ଆମେ ଦେଖୁଛେ ଯେ ତ୍ରିଭୁଜର ବାହୁମାନଙ୍କର ଦୈର୍ଘ୍ୟ ସମାନ ଅଛି ନା ନାହିଁ ଏବଂ କୋଣଗୁଡ଼ିକର ପରିମାଣ ବି ସମାନ ଅଛି ନା ନାହିଁ ତାହା ବି ଆମେ ଦେଖୁଛେ। ତେଣୁ ଆମକୁ ଦୁଇଟି ତ୍ରିଭୁଜ ସର୍ବସମ ଦେଖାଇବା ଲାଗି ଆମକୁ 6ଟି ତଥ୍ୟ ଦରକାର ହେଉଛି। ତେଣୁ କିଛି ସହଜ ଉପାୟ ଅଛି କି? ଅଛି। ତେଣୁ ଆମେ ଆଗକୁ ତ୍ରିଭୁଜର ସର୍ବସମତାର ସର୍ତ୍ତ ବିଷୟରେ ଜାଣିବା।